ଦୀର୍ଘ 256 ବର୍ଷ ପରେ କାଲିଠାରୁ ରାଜା ଭଳି ଜୀବନ କାଟିବେ ଏହି 5ଟି ରାଶି। ବନ୍ଧୁଗଣ, ପ୍ରତ୍ୟେକ ବ୍ୟକ୍ତି ନାନା ସମସ୍ୟା ଦେଇ ଗତି କରିବା ପରେ ଜୀବନରେ ଅନେକ ଖୁସି ପ୍ରାପ୍ତି କରିଥାନ୍ତି, କିନ୍ତୁ ବେଳେବେଳେ ବ୍ୟକ୍ତିଙ୍କ ଜୀବନରେ ନିରନ୍ତର ସୁଖ ଓ ଦୁଃଖ ଲାଗି ରହିଥାଏ। ଗ୍ରହମାନଙ୍କର ପ୍ରଭାବ ଅଶୁଭ ରହିଲେ ଦୁଃଖ ଭୋଗିଥାନ୍ତି ଓ ଭଲ ପ୍ରଭାବ ରହିଲେ ସୁଖ ଭୋଗିଥାନ୍ତି। ଜ୍ୟୋତିଷ ଗଣନା ଅନୁଯାୟୀ କିଛି ରାଶି ଉପରେ ବିଶେଷ ଫଳ ପଡ଼ିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ। କୁମ୍ଭ ରାଶି, ଆପଣଙ୍କୁ ଆଜି ରାତିଠାରୁ ମାଲାମାଲ ହେବାକୁ ଯାଉଛନ୍ତି। ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହିଛି, ଏହି ଶୁଭ ସଂଯୋଗରୁ ତାହା ସମାଧାନ ହୋଇଯିବ। ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନ ଧନ ଧାନ୍ୟରେ ପୂର୍ଣ୍ଣ ହୋଇଯିବ। ଏବେ ଶୁଭ ଫଳ ମିଳିବାକୁ ଯାଉଛି, ଯାହା ଫଳରେ ଆପଣଙ୍କୁ ସମୟରେ ନିଜକୁ ପ୍ରତିଷ୍ଠିତ କରାଇବ। କନ୍ୟା ରାଶି, ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଯେକୌଣସି ନୂଆ କାମ ଆରମ୍ଭ କରିବେ, ସେଥିରେ ନିଶ୍ଚୟ ସଫଳତା ହାସଲ କରିବେ। ଆସନ୍ତା ସମୟରେ ଧନର କିଛି ଅଭାବ ରହିବ ନାହିଁ। ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ଜୀବନ ସାଥୀଙ୍କ ସହ ଦୂର ଜାଗାକୁ ଯାତ୍ରା କରିପାରନ୍ତି। ଆପଣଙ୍କ ଯାତ୍ରା ଲାଭଦାୟକ ସିଦ୍ଧ ହେବ। ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ। ମେଷ ରାଶି, ଆପଣଙ୍କୁ ଆଜି ରାତିଠାରୁ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି। ନୂତନ କାର୍ଯ୍ୟ ଆରମ୍ଭ କରିଲେ ସେଥିରେ ସଫଳ ହେବେ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ। ଏହି ରାଶିର ବ୍ୟକ୍ତିମାନେ ମାଲାମାଲ ହେବାକୁ ଯାଉଛନ୍ତି। ଚାକିରି କରିଥିବା ବ୍ୟକ୍ତିଙ୍କୁ ପ୍ରମୋସନ ମିଳିବ। ସମାଜରେ ମାନ ସମ୍ମାନ ମିଳିବ, ଯାହା ଦ୍ୱାରା ଲୋକେ ଆପଣଙ୍କର ପ୍ରଶଂସା କରିବେ। ଧନୁ ରାଶି, ଆପଣଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି, କିନ୍ତୁ ଜୀବନ ସାଥୀଙ୍କ ସହ ଅଳ୍ପ ବହୁତ ମତାନ୍ତର ହୋଇପାରେ, କିନ୍ତୁ ବହୁତ ଜଲ୍ଦି ସବୁକିଛି ଠିକ ହୋଇଯିବ। ଆପଣ ଦୂର ସ୍ଥାନକୁ ଏହି ସମୟରେ ଯାତ୍ରା କରିବେ। ବ୍ୟବସାୟରେ ଲାଭ ହେବାର ନଜର ଆସୁଛି। ଏମାନଙ୍କୁ ଧନ ଲାଭର ଯୋଗ ରହିଛି। ଏମିତିକି ଘରେ କୌଣସି ଗୁରୁଜନଙ୍କ ଠାରୁ ଧନ ପ୍ରାପ୍ତି ହେବାର ଯୋଗ ଅଛି। ମକର ରାଶି, ମକର ରାଶିର ବ୍ୟକ୍ତିମାନଙ୍କର ପରିବାରରେ ଖୁସି ଆସିବାକୁ ଯାଉଛି। ପ୍ରତ୍ୟେକ ସ୍ଥିତିରେ ପରିବାରର ସଦସ୍ୟ ଆପଣଙ୍କ ସହ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଗୃହକୁ କୌଣସି ନୂଆ ଅତିଥି ବା ଶିଶୁଙ୍କ ଆଗମନ ହୋଇପାରେ। ଋଣ ଜନିତ ସମସ୍ୟା ଦେଇ ଗତି କରୁଥିଲେ ସେଥିରୁ ମୁକ୍ତି ପାଇବେ। ମିତ୍ରମାନଙ୍କ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି। ଜୟ ଜଗନ୍ନାଥ।